ଯାଜପୁର ଜିଲ୍ଲା କଳିଙ୍ଗନଗର ଶିଳ୍ପାଞ୍ଚଳର ଟାଟା ବିସ୍ଥାପିତ ପରିବାରଙ୍କ ପୂର୍ବପୁରୁଷଙ୍କ ସମାଧି କାରଖାନା ପରିସରରୁ ସ୍ଥାନାନ୍ତର କରାଯାଇ ଡୋଜର ପଡ଼ିଆରେ ଅବସ୍ଥାପିତ କରାଗଲା। ସ୍ଥାନୀୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ କଳିଙ୍ଗନଗର ଗୋବରଘାଟି ପଞ୍ଚାୟତ ମଧୁବନ ଗାଁର ଡୋଜର ପଡ଼ିଆରେ ପୂର୍ବପୁରୁଷ ତଥା ମୃତ ବଂଶଧରମାନଙ୍କ ସମାଧି ସ୍ଥାପନ କଲେ ବିସ୍ଥାପିତ ଆଦିବାସୀ। ଏହି ପରିବାରମାନେ ଟାଟା କାରଖାନା ପାଇଁ ବିସ୍ଥାପିତ ହୋଇଥିଲେ। ଏମାନେ ଘରଦ୍ୱାର ଜମିବାଡ଼ି ହରାଇ ପୁନର୍ବାସ ଥଇଥାନ କଲୋନୀରେ ଥଇଥାନ ହୋଇଥିଲେ। ତେବେ ସେମାନଙ୍କ ପିତୃପୁରୁଷମାନଙ୍କ ସମାଧି କାରଖାନା ପ୍ରାଚୀର ମଧ୍ୟରେ ରହିଯାଇଥିଲା। ଏପରିକି କିଛି ସମାଧି କଲୋନୀ ପରିସରରେ ରଖାଯାଇଥିଲା। ଏହି ସମସ୍ତ ସମାଧି ଗାଁର ଡୋଜର ପଡ଼ିଆରେ ଗୋଟିଏ ସ୍ଥାନରେ ଅବସ୍ଥାପିତ କରିବା ପାଇଁ ଦାବି ହୋଇ ଆସିଥିଲା। ମାତ୍ର ପୂର୍ବତନ ସରପଞ୍ଚ ସିନି ସୟଙ୍କ ନେତୃତ୍ୱରେ ଅନ୍ୟ କେତେକ ବିସ୍ଥାପିତ ଆଦିବାସୀ ପରିବାର ଏହାକୁ ବିରୋଧ କରି ଆସୁଥିଲେ। ଏଠାରେ ସମାଧି ସ୍ଥାପନ କରାଇଦେବେ ନାହିଁ ବୋଲି ଅଡ଼ି ବସିଥିଲେ। ଏପରିକି ମାମଲା କୋର୍ଟ କଚେରୀରେ ପହଞ୍ଚି ଯାଇଥିଲା। ଏବେ ସରକାର ପରିବର୍ତ୍ତନ ପରେ ଏହି ବିସ୍ଥାପିତ ପରିବାରମାନେ ସମାଧି ସ୍ଥାନାନ୍ତର ପାଇଁ ପ୍ରଶାସନ ଏବଂ ସ୍ଥାନୀୟ ମନ୍ତ୍ରୀଙ୍କ ନିକଟରେ ଆପତ୍ତି ଜଣାଇଥିଲେ। ଏବେ ପ୍ରଶାସନ ସହଯୋଗରେ ସମାଧି ଅବସ୍ଥାପିତ କରାଯାଇ ପାରମ୍ପରିକ ପୂଜାର୍ଚ୍ଚନା କରାଯାଇଛି। ପୂର୍ବପୁରୁଷମାନେ ଅପୂଜା ହୋଇ ରହିଯାଇଥିଲେ। ଏବେ ସେମାନଙ୍କୁ ସ୍ଥାନାନ୍ତର କରାଯାଇ ସେମାନଙ୍କ ପୂଜାର୍ଚ୍ଚନା କରାଯାଇଛି ବୋଲି କହିଥିଲେ ସପକ୍ଷବାଦୀ, ଯାହାକୁ ନେଇ ପ୍ରଶାସନ ଓ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତଙ୍କୁ କୃତଜ୍ଞତା ଜଣାଇଛନ୍ତି। ଆଜି ଶାନ୍ତି ଶୃଙ୍ଖଳା ମଧ୍ୟରେ ବିରୋଧୀ ଓ ସମର୍ଥକଙ୍କ ଉପସ୍ଥିତିରେ ସମାଧିଗୁଡ଼ିକ ପୂଜାର୍ଚ୍ଚନା କରାଯାଇଛି। ସେପଟେ ଆଗକୁ ଏହାକୁ ବିରୋଧ କରାଯିବ ବୋଲି ପୂର୍ବତନ ସରପଞ୍ଚ ସିନିସୟ ପ୍ରକାଶ କରିଛନ୍ତି। ମୋ ନାଁ ହେଉଛି ସାବିତ୍ରୀ 38 ନମ୍ବର ଜିଲ୍ଲା ପରିଷଦ। ଯେହେତୁ ଆମର ସାଂସ୍କୃତିକ ପରମ୍ପରା ଆମର ପରିଚୟ ହେଉଛି ଆମର ସମାଧି। ଏ ସମାଧି ଯେଉଁମାନେ ବିରୋଧ କରିଥିଲେ ସେଟା ଆମ ପାଇଁ ବହୁତ ବଡ଼ ଅସନ୍ତୁଷ୍ଟର ଇଏ, ଯାହାକି ଏଟା ସମାଜ ଆଉ ଆମ ସଂସ୍କୃତି ଏଗୁଡ଼ା କରିବାର ନଥିଲା। କିନ୍ତୁ ଆମେ ଏଇ ଜିନିଷଟା ବିରୋଧ କରୁଛୁ। ଯେହେତୁ ସେ ଆମର ପରିଚୟ ହେଉଛି, ଆମର ପୂର୍ବପୁରୁଷ ମାନଙ୍କର ଆମର ପରିଚୟ ହେଉଛି ଆମର ସମାଧି। ଆଜି ନହେଲେ କାଲି ବି ଆମର ନାତି ପୁତା ସମସ୍ତେ ଜାଣିବେ ଯେ ଆମର ଗୋଟେ ପରିବାର ଥିଲା ଏଇଭଳିଆ। ଏଇ ଜିନିଷଟା ବିରୋଧ କରିବାଟା ବହୁତ ବଡ଼ ଭୁଲ ହେଇଗଲା। ହଁ, ସେଇଟା ଆମର ଦେଇପାରିନଥିଲେ, ଯେହେତୁ ଏମାନେ ବିରୋଧ କରିଥିଲେ ସେଥିପାଇଁ ଆମେ ଦେଇପାରିନଥିଲୁ। କିନ୍ତୁ ଏନା ପ୍ରଶାସନଠୁ ଆମ ଲେଖା ଆଣିଲୁ, ମନ୍ତ୍ରୀଙ୍କଠୁ ଲେଖା ଆଣିଲୁ, ତାପରେ ଯାଇ ଏଇ ଜିନିଷଟା ହେଇପାରିଲା। କାହିଁକି ନା ସେମାନେ ଯେହେତୁ ଆମ ଉପରେ କେସ୍ କରିଦେଇଥିଲେ, ସେଟା ନିହାତି ଆମେ ପ୍ରଶାସନର ସାହାଯ୍ୟ ନେଲୁ। କଣ ପ୍ରଶାସନର ସାହାଯ୍ୟ? ଯାହାକି ଆମେ ଆମ ପୂର୍ବପୁରୁଷ ମାନଙ୍କର ଆଉ ଯୋଉ ଜମିରେ ପୋତା ହେଇଛି ସେଥିରେ ଆମର ରାଜା ପଟା ଥିଲା, ସେଇ ଉପରେ ଆମର ସମାଧି ପଡିଥିଲା। ଯେହେତୁ ସେଟା ଆମର ଅଧିକାର ଅଛି। ସେଟା ସମାଧି ଗାଁ ସହିତ ସମାଧି ପଳେଇଥିଲା ନା କଣ ହେଇଥିଲା? ନା, ସେଟା ସାଇଟ୍ ରେ ଥିଲା। ଯେହେତୁ ସେ ଜାଗାଟା ରହିଯାଇଥିଲା, ସମାଧି ବି ସେଇଠି ଆମର ପୂର୍ବପୁରୁଷ ମାନଙ୍କୁ ପୋତା ହେଇଥିଲା। ସେଇଠୁ ଆମେ ସମାଧିଟା ସେଟା ଦବାର ଦରକାର ଥିଲା ଆମର, କିନ୍ତୁ ଯେହେତୁ ବିରୋଧ କରିଥିଲେ ସେ ଝଗଡ଼ା ଫଗଡ଼ା ହଉଥିଲା, ସେଥିପାଇଁ ସେଟା ରହିଯାଇଥିଲା। କିନ୍ତୁ ପୁଲିସ ପ୍ରଶାସନ ଆଉ ଆମର ଇଏ ମନ୍ତ୍ରୀଙ୍କ ସାହାଯ୍ୟ ନେଇକି ଆମେ ଏଇ ଜିନିଷଟା ଆଗକୁ ବଢେଇଲୁ। এটা ଆମର ଏବେ ଆଜି ଆଣିନାହାନ୍ତି, এটা ଏପ୍ରିଲ ମାସରେ ଅଣା ହେଇଛି। ଯୋଉ ତାରିଖଟା ମୁଁ ଭୁଲି ଯାଇଛି, 22 କି 23 ତାରିଖ ଦିନ ଏଇ ପତ୍ର ଆଣିଲେ ସେଦିନ ବି ଆମେ ବିରୋଧ କରିଥିଲୁ ଯେ ଏମିତି ଆମ ସମାଜରେ ହୁଏ ନାହିଁ। କିନ୍ତୁ ଏଇଟା ଆମେ ବିରୋଧ କରୁଛୁ ଯେ ଏଇଟା ଏମିତି ନ କଲେ ହେବ, ଯଦି କରୁଛନ୍ତି ସାଇଟ୍ରେ ରଖନ୍ତୁ ବୋଲି କହିଲୁ। ସେ ମାନିଲେ ନାହିଁ, ଇଆଡ଼େ ସିଆଡ଼େ 3 ଜାଗାରେ ପକେଇଲେ। ସେଇଟାକୁ ଆମେ ବିରୋଧ କଲୁ ଦୃଢ଼ ଭାବରେ। ଆଉ ଏଇଟା ବି ଆମ ସମାଜରେ ଏମିତି ବି ହୁଏ ନାହିଁ। ଏଠି କିଛି ବି ରଖା ହେଇନାହିଁ, ଅସ୍ଥି ବି ନାହିଁ, କିଛି ନାହିଁ, ଖାଲି ପତ୍ର ଆଣିକି ପକେଇଛନ୍ତି। ଆଉ ସେଇଟା ନେଇକି ଆମର କେସ୍ ବି ହେଇଥିଲା। ପୁଲିସ ବାବୁ ମାନେ ବି ଆସିଥିଲେ, ଆଉ କେସ୍ ବି ହେଇଥିଲା। ଏଇଟା ମାନେ ଇଏ ବି 144 ବି ଲାଗିଥିଲା। ଏମିତି ଆମେ ସମସ୍ତେ ଏଟା ମାନେ ଏଟା ବିରୋଧ କରିଥିଲୁ।
ଏଟା ଆମ ସମାଜରେ ଏମିତି ହୁଏନି, ଏଟା ସମାଜ ବିରୋଧୀ କାମ ଏଟା ବୋଲିକି ଆମେ ବିରୋଧ କରୁଥିଲୁ। ଆଉ ଏଠି ବି ଆମର ଏଇଠି ଆମ ଜାଗା ଅଛି ବୋଲି କହିଲେ, ଏଠି ତାଙ୍କର ଜାଗା ନାହିଁ, ଏଟା ଜଙ୍ଗଲଟା ଥିଲା। ଆଉ ଜଙ୍ଗଲରେ ଏଠି ଆମେ ସେଠି ତାଙ୍କର ତଳରେ ଘର ଥିଲା। ତାପରେ ବି କହିଲୁ ଆମେ ପାଚେରୀ ସାଇଡରେ ରଖନ୍ତୁ। ଆଉ ଏଠି ଆମର ଖେଳ ହଉଛି, ପିଲାମାନେ ଖେଳୁଛନ୍ତି, ପୂଜା ପାଠ ହଉଛି, ଏଠି ନାଚ ପଡିଆ ବି ଆମେ କରୁଛୁ। ଆଉ ସେଥିପାଇଁ ଆମେ ମନା କରିଥିଲୁ। ଆଜି ସେ ନ ମାନିକି ତାକୁ କଲେ, ଯେତେବେଳେ ଆଜି କିଛି ବିରୋଧ କରୁଛନ୍ତି? ଆଜ୍ଞା ବିରୋଧ କରୁଛୁ, ହେଲେ ବି ସେମାନେ କିଛି ମାନିଲେ ନାହିଁ, ଜୋର ଜବରଦସ୍ତି ପୂଜା କରିକି ଗଲେ। ପୋଲିସ ପ୍ରଶାସନ ସେମାନଙ୍କୁ ସହଯୋଗ କରିଛି ବୋଲି ଆଜ୍ଞା ସେଟା ତ ସତ କଥା। ସେଟା ପୋଲିସ ପୁରା ସହଯୋଗ କରିଛି। ଆମେ ବି କହିଛୁ ଏଟା ଆମର ଏଠି ଆମେ ଘର ଦ୍ୱାର କରିକି ରହିଛୁ, ସେମାନେ ଯାଇଛନ୍ତି, ଆଜି ଆମକୁ ଏମିତି ହଇରାଣ କରୁଛନ୍ତି, ଆମକୁ ସାହାଯ୍ୟ କରୁ ବୋଲି ବି ଆମେ ପୋଲିସକୁ କହିଥିଲୁ, ସେ ବି ଆମକୁ ସାହାଯ୍ୟ କଲେନି। ଯେ ଆଉ ତାଙ୍କ ପଟେ ହେଇଗଲେ। ଆଉ ପରବର୍ତ୍ତୀ ପଦକ୍ଷେପ କଣ ନେବେ ବୋଲି ଭାବୁଛନ୍ତି? ପରବର୍ତ୍ତୀ କାର୍ଯ୍ୟକ୍ରମ ତ ନେବୁ, ଏଠି ଆମେ ଜାଗା ତ ଛାଡିବୁ ନାହିଁ। ଏଠି ସେମାନେ ଆସିଲେ ବି ଆମକୁ ହଇରାଣ କରିବା ପାଇଁ ସେ ଚିନ୍ତା କରିଛନ୍ତି। ସେଥିପାଇଁ ଆମେ ତାଙ୍କୁ ଜାଗା ତ ଛାଡିବୁନି ଏଠି, ଆଉ ପତ୍ର ଦେଲେ ବି ଆମେ ଛାଡିବୁନି ଏଠି ଜାଗା। ଆଉ ଗୋଟେ ଯୋଉ ଅଭିଯୋଗ ସେମାନେ କରୁଛନ୍ତି, ଆପଣ ଯୋଉ ଘର ଯୋଉ ଜାଗାରେ କରିଛନ୍ତି, କଣ ସେ ଜାଗା ଆପଣ ଯେତେବେଳେ ବିସ୍ଥାପିତ ହେଇଥିଲେ ବା ଜମି ହରେଇଥିଲେ ପ୍ଲାଣ୍ଟରେ, ସେଥିପାଇଁ ଆପଣଙ୍କୁ ଜାଗା ଦିଆ ହେଇନଥିଲା? ଆପଣ ଏଇଠି କାହିଁ କରିବାକୁ ଚିନ୍ତା କଲେ? ଏଇଠି ମୋ ଶାଶୁ ଶ୍ୱଶୁର ମାନେ ଆଗରୁ ଜାଗା ଥିଲା, ଏ ଫିଲ୍ଡ ଥିଲା, ସେ ଆମର ଏଠି ଶ୍ୱଶୁର ପୂର୍ବରୁ ଏଠି ଆମର ଜାଗା ରଖିଥିଲେ। ତ ଏଠି ଆମର ପଟା ନାହିଁ, ଏଟା ପଟା ପାଇଁ ଆମେ ଜଙ୍ଗଲ ଜମି ପଟା ପାଇଁ ଆପ୍ଲାଏ କରିଛୁ। ସେଟା ତହସିଲ ପେଣ୍ଡିଂ ରହିଛି, କାମ ଚାଲିବ ୟା ଭିତରେ। ଏଟା ଆମର ବହୁତ ଆଗରୁ ଶାଶୁ ଶ୍ୱଶୁର ମାନେ ଥିଲେ, ସେତେବେଳକୁ ଆମେ ଜାଗାଟା ରଖିଥିଲେ। କାରଖାନାରେ ବିସ୍ଥାପିତ ହେଲା ପରେ ଆପଣଙ୍କୁ ଜାଗା ଦିଆ ହେଇଛି ନା ନାଇଁ? ନାଇଁ, ମତେ ଜାଗା ଦିଆ ହେଇନାହିଁ। ତାପରେ ମୁଁ ବି ଜାଗା ଦେଇଛନ୍ତି କି ନାଇଁ ମୁଁ ବି ଜାଣି ନାହିଁ। ତ ମତେ ଜାଗା ଦିଆ ହେଇନାହିଁ ବୋଲି କହିବି, କିନ୍ତୁ ମୋର ଯୋଉଠି ଇଚ୍ଛା ହେଲା, ଏଠି ଜାଗା ଥିଲା ଟିକେ, ଶାଶୁ ଶ୍ୱଶୁର ମାନେ ରଖିଥିଲେ, ସେଇଠି କରିଲି। ଆଉ ବିସ୍ଥାପନ ବିରୋଧୀ ଜନମଞ୍ଚ ଆପଣଙ୍କୁ ସମର୍ଥନ କରୁଛି ଏଇ ଯୋଉ ଘଟଣାରେ ଯୋଉ ବିରୋଧ କରୁଛନ୍ତି, ଯେଟା ବିସ୍ଥାପନ ବିରୋଧୀ ଜନମଞ୍ଚ ପକ୍ଷରୁ କିଛି ପ୍ରତିକ୍ରିୟା ପ୍ରକାଶ ପାଇଛି ବା ସେମାନେ ବିରୋଧ କରୁଛନ୍ତି? ହଁ, ସେମାନେ ମତେ ସମର୍ଥନ କରୁଛନ୍ତି। ବିସ୍ଥାପନ ବିରୋଧୀ ମଞ୍ଚ ବି ସମର୍ଥନ କରିଛି, ବିଚାର ମଞ୍ଚ ବି ମତେ ସମର୍ଥନ କରିଛି। ଆଉ ଏଇଟା ସମସ୍ତେ ମାନେ ଏଇଟା ଯୋଉ ସେମାନେ କାମ କରୁଛନ୍ତି, ସେଇଟା ଆମ ସମାଜ ପାଇଁ ବହୁତ ମାନେ ଏଇଟା ଠିକ ନୁହଁ ବୋଲି କହୁଛନ୍ତି। ଆଜି କାହିଁକି କେହି ସାମ୍ନାକୁ ଆସିଲେନି ଯେତେବେଳେ ସେମାନେ ପୂଜା ଅର୍ଚ୍ଚନା କଲେ? ବିସ୍ଥାପନ ବିରୋଧୀ ବା ବିଚାର ମଞ୍ଚ ପକ୍ଷରୁ କିଏ ଆସିଥିଲେ? ବିଚାର ମଞ୍ଚ ପକ୍ଷରୁ ମୁଁ ହଠାତ୍ ସେମାନେ ଆସିକି ପହଞ୍ଚିଲେ, ମୁଁ ବି ଡାକି ପାରିଲି ନାହିଁ। ଆଉ ସେମାନେ ତ ମୁଁ ଜାଣିନାହିଁ, ଏମିତି ସେମାନେ ତ କଲୋନୀରେ ରହୁଛନ୍ତି, ସେମିତି ମୁଁ ରେଡି ହେଇକି ଆସିଲେ, ହଠାତ୍ ପହଞ୍ଚିଲେ। ତାପରେ ଆଉ ମୁଁ ଏତେ ଶୀଘ୍ର କହିଦେବି, ତାପରେ ଆମର ସେଠି ବାହାଘର ବି ହଉଛି, ସେଇଠିକି ପଳେଇଛନ୍ତି ଆମର ଲିଡର ଜଣଙ୍କର, ଇଏ ହଉଛି ନିର୍ବନ୍ଧ ହଉଛି ଦୁଇଟାଙ୍କର, ସେଇଠିକି ପଳେଇଛନ୍ତି ଆମର ଗ୍ରୁପ ସବୁ। ଆଉ ଆଜି ଏଠି କେହି ବି ନାହାନ୍ତି। ତାପରେ ଯାହା ଥିଲେ ତାଙ୍କୁ ମୁଁ ଡାକି ପାରିଲିନି। ଆଉ ପରବର୍ତ୍ତୀ ଚିନ୍ତା କରୁଛନ୍ତି କିଛି ଆଲୋଚନା କରିକି ପୁଣି ପଦକ୍ଷେପ କଣ ନେବେ ବୋଲି? ହଁ, ଯୋଉ ସେମାନଙ୍କୁ ତ ଆଲୋଚନା କରିବା ପାଇଁ ଆଗରୁ ବି 3 ଦିନ ଆମେ ଅପେକ୍ଷା କଲୁ, ଡାକିଲୁ, କେହି ଶୁଣିଲେନି। ଯୋଉମାନେ ଆସିଥିଲେ ସେମାନେ ଆମ ସାଙ୍ଗରେ ଯେତେ କହିଲେ ବି ସେମାନେ ବସିବେନି। ସେ ଆମେ ସେଇ ଏଇ ପୂଜା ହେବା ପୂର୍ବରୁ ଆମେ ଡାକିଲୁ, ଯାହାହେଲେ ବି ଆମେ କଥା ହେବା, ନିଷ୍ପତ୍ତି କରିବା, କୋଉ ସାଇଟରେ ରଖିବା, ଏଇ ମଝିରେ ନ ରଖିକି ଗୋଟେ ସାଇଟରେ ରଖିବା, ଏଇଟା ଆମେ କହିଥିଲୁ। ଆଉ ଆମ ସାଙ୍ଗରେ ବସିଲେ ନାହିଁ, କହିଲେ ଆମେ ସାଙ୍ଗରେ ଆମେ ବସିବୁନି ବୋଲି କହିଲେ। ଇଏ ହଉଛି ଆମର ବହୁତ ଦିନର ଅସୁବିଧା ଥିଲା। ତ ପ୍ଲାଣ୍ଟ ଭିତରେ ଯେତେବେଳେ ଆକ୍ୱାରରେ ପଡିଲା ଆମର ଘର, ଆମର ଜମି,
तो आम समाधि भी सेठी रही जाइथिला। तो बहुत वर्ष हम आम समाधि प्रतिष्ठा कर पारनथलु कि पूर्वपुरुषों को आम किसी पानी सुधा भोगराग सुधा आम दे पारनथलु। तो प्रशासन को आम रिक्वेस्ट कलु, मंत्री को भी रिक्वेस्ट कलु। तो मंत्री सहयोग स्थानीय प्रशासन सहयोग आज शांति श्रृंखलार सहित आम समाधि प्रतिष्ठा कर पारू। बहुत बहुत धन्यवाद देवी स्थानीय मंत्री और स्थानीय प्रशासन क्यों मैंने सब सामिल होते आमर परिवार आमर बंधु बांधव गाँ लोक समस्ते सहयोग करते। केते समय धरी पूजा अर्चना चलता आमर पूजा अर्चना सकाळ स्टार्ट है। सकाळ आमर कॉलोनी रे भी किसी थिला सब पुराना समाधि सेगुड़ा भी कम संपन्न कलु। तापर आसिक आमर पुराना जो जी सब थिला प्लांट भितर सब गुड़ा जो आणिक आम आसिलु सेगुड़ा को पूजा अर्चना कलु। ये एक्चुअली आम 2 मास पूर्व तर प्रस्तुति बैठक थिला ये पत्र सब थिला आम कॉलोनी रे। तो सेठी आम 2 मास पूर्व आणिक रिसीव कलु। एमाने हमको करई देले नै जेमति स्थानीय तांकर अछंती सिमी मैडम राजा सह परिवार लोक हमको विरोध कले। आमर गाड़ी मोटर सब बाड़े की भांगिले। तापर बंद होइथिला ये प्रोग्राम 2 मास काल बंद होला पर आम प्रशासन और मंत्री सहयोग लोड़िला पर आज आमर शांति श्रृंखला सहित आम समाधि प्रतिष्ठा कलु। आ गोटे कथा सुना विस्थापन विरोधी जनमंच विरोध से भितर सामिल था। विस्थापन विरोधी जनमंचर सब नेता नुहति किसी सेमती कड़ प्रकृति लोक अच्छा जो मैंने कि जनसाधारण सामाजिक जो प्रोग्राम अच्छे सामूहिक प्रोग्राम एगुला को विरोध करती। आगुरी भी से मेंटालिटी से अच्छे। आज आम ये समाज प्रतिष्ठा कलु कहीं सेमती किसी होगा गंडगोल किसी नहीं आम आराम से आसिलु से बसते सामना को आसते ना सामने थे से पथर उपर बसले तथापि आम सांगे किसी पाटितुंड कलु ना सेमती सो श्रृंखला